ମୁଁ ଶ୍ରୀକୃଷ୍ଣ ଆଜ୍ଞାକୁ ପ୍ରତିପାଳନ କରି ଶ୍ରୀକୃଷ୍ଣଙ୍କର ଆଜ୍ଞା ପ୍ରତିପାଳନ କରି ମୋ ସାଥିରେ ସୁଭଦ୍ରାକୁ ଧରି ଆସିଅଛି। ସୁଭଦ୍ରା ଆସିଛନ୍ତି? କିଏ ଲୋ ମା? ଏଇ ଆଙ୍କେ ସୁଭଦ୍ରା ଆସିଛନ୍ତି? ଏ ମା ତୁମେ ସୁଭଦ୍ରା ଆସିଛ କି ନା? ହେଲେ ଅର୍ଦ୍ଧରାତ୍ର ସମୟରେ ଅର୍ଜୁନଙ୍କ ନିକଟକୁ ଆସିବାର ଅଭିପ୍ରାୟଟା କଣ ଲୋ ମା? ପ୍ରତିହାର ଆମର ଭାଇ ଶ୍ରୀକୃଷ୍ଣ ତୁମର ଭାଇ ଶ୍ରୀକୃଷ୍ଣ ଅର୍ଜୁନଙ୍କ ନିକଟକୁ ଏକ ଅପୂର୍ବ ସୁସ୍ୱାଦୁ ଫଳଟିଏ ପଠାଇଛନ୍ତି। ସୁସ୍ୱାଦୁ ପକ୍ୱ ଫଳ? ପକ୍ୱ ଫଳ ବୋଇଲେ ମା ପାଚିଲା ଫଳ? ସଠିକ ପାଚି ଯାଇଛି? ସାଥି କରେ ନା ଲୋ ମା, କିଏ ନେଇଯିବ? କିଏ ନେଇଯିବ? ଆମେ ତ ଅର୍ଜୁନ ପାଇଁ ଆଣିଛୁ। ଏ ମା ଅର୍ଜୁନ ପାଇଁ ଆଣିଲେ ମଧ୍ୟ ପାଚିଲା ଫଳ ବୋଲେ କିଏ ଛାଡିବ କିଲ? ଦିଦି କଣ ହେଲା ରେ? କଣ ଆଇଛି? ପାଚିଲା ଫଳ ଆସିଛି। ପାଚିଲା ଫଳ ଆଇଛି? ମତେ ଦଉନ, ମୁଁ ଏ ପାଣିରେ ବୁଡେଇ ବୁଡେଇ ଖାଇବି। ଚୋବେଇ ପାରୁନ କି? ନା ଡାକ ନାଇଁ ଆରେ ସେଟା କଣ ପାଉରୁଟି ବୋଲି ଭାବିଲୁ କି? ଆଉ ପାଚିଲା ଯାଉରା ନାଇଁ ତୁ ବସିଯା। ସେଇଠି ଆଜ୍ଞା ଶୁଣନ୍ତୁ, ଆଚ୍ଛା ଫଳ ମୁଁ କେବେ ଖାଇବି? ତୁ କେବେ ଖାଇବୁ? ଏ ଜନ୍ମରେ ନା ଆର ଜନ୍ମରେ ମଲା ପରେ ଉପରେ ତତେ ପ୍ରାପ୍ତି ହବ। ହଉ ରେ ବାପା ତୋ ଭାଗ୍ୟରେ ନାଇଁ ପରାରେ, ବସିଯା। ସ୍ୱର୍ଗରେ ପ୍ରାପ୍ତି ହବ। ଏଇଠି ଆଜ୍ଞା ଶୁଣ, ଆପଣଙ୍କ ନିକଟକୁ ଆପଣଙ୍କର ସଖା ଶ୍ରୀକୃଷ୍ଣ ଏକ ଅପୂର୍ବ ସୁସ୍ୱାଦୁ ପକ୍ୱ ଫଳଟିଏ ପଠାଇଛନ୍ତି। ସେ ଫଳକୁ ଆଜ୍ଞା ଗ୍ରହଣ କରନ୍ତୁ। ଶ୍ରୀକୃଷ୍ଣ ଆଜ୍ଞା ଶ୍ରୀକୃଷ୍ଣଙ୍କ କଥାରେ କେବେ ମତେ ବିଶ୍ୱାସ ନାହିଁ। ଆଜ୍ଞା ପିଲାଟି ଦିନରୁ ଭାରି ନାଟକଟିଆ। ଆଜ୍ଞା କାଳେ ସେ ବିଷ ଫଳ ପଠାଇଥିବେ। ଆଜ୍ଞା ଏମିତି ଫଳ ମୁଁ କଦାପି ଗ୍ରହଣ କରିବି ନାହିଁ। ରଖିବନି? ଫେରେଇ ଦିଅ। ଏ ମା ଆଜ୍ଞା କହୁଛନ୍ତି ଯେ ତୁମର ଭାଇ କୃଷ୍ଣ ପିଲାଟି ଦିନରୁ ବଡ ନାଟକଟିଆ ଲୋ ମା, କାଳେ ବିଷ ଫଳ ଗୁଡ଼ିଏ ପଠାଇଥିବେ। ତେଣୁ ଲୋ ମା ଅର୍ଜୁନ ବାବୁ ଗୋଟେ ଫଳ ରଖିବେ ନାହିଁ ଲୋ ଝିଅ। ସେ ଫଳ ଧରି ତୁମେ ଏ ସ୍ଥାନରୁ ଫେରିଯାଅ। ଆମର ଭାଇ ଶ୍ରୀକୃଷ୍ଣ ତୁମର ଭାଇ ଶ୍ରୀକୃଷ୍ଣ କିପରି ନାଟକଟିଆ ତୁମେ ଜାଣିଛ? ନାଇଁ ସେ ଜାଣିଛନ୍ତି। ହଉ ମୁଁ ବୁଝୁଛି ଆଜ୍ଞା। ଶ୍ରୀକୃଷ୍ଣ କିପରି ନାଟକଟିଆ ଆପଣ କହିପାରିବେ? ନିଶ୍ଚୟ। କାଇଁ କହିଲେ? ଆରେ ବଡ ନାଟକ ସେନା ଦଳ ଜାତ ଜାଣି ଅଛି ମୁହି ଗୁଣ ତାର। ବଡ ନାଟକ ସେନା ଦଳ ଜାତ ଜାଣି ଅଛି ମୁହି ଗୁଣ ତାର। ଫଳପୁରୀ ମୋ ସମ୍ମୁଖ ଯିବ କି ନାହିଁ? ଆସୁନ ତମେ ଶୋଇପଡ, ମୁଁ ଚିପି ଦେବି। ଆସ ମୁଁ କଣ ତାଙ୍କର ଗୋଡା ତ ଚିପି, ସିଏ ମତେ ଦଣ୍ଡ ପକେଇ ମୋ ଅଭ୍ୟାସ ଭାଗିଦେବା ଅଛି ନା ଚୁଟା ଜୀବନ ନାହିଁ। ଆଉ ତୋ ଭାଇ କଣ କରୁଛି ଜାଣିଛୁ? ଜାଣିବ? ଆରେ କାଳୀରେ ବସି କାଳୀ ଉତଳିଲା ନୃତ୍ୟ କଲା ତମ ଥାଉ କର। ଆଳଦୀରେ ବସି କାଳୀ ଉତଳିଲା ନୃତ୍ୟ କଲା ତମ ଥାଉ କର। Mohi Gunatara
ହୀନଗତ ବଂଶ କୁଳ କଳଙ୍କି ସୁଭଦ୍ରାହୀ କିଏ ତୋର ଯେ କଣ କରିବା ଫଳ କାଢେ ଯେ ଦେଖିଲେ ଏଟା ମୋ ଉପରେ ରଖୁଛୁ କୋଉଟା କୋଉ ପଳା ଯିବ କି ନାହିଁ ନା ଭାଇ କେନ୍ତା କଥା ବଲେ ଥିଲା ଭାଇରେ ବିଲିର ଖଡ଼ି ନମସ୍ତେ ଭାଇ ଦେବି ପାହାଡ଼ ତଳିଆ ଫେରୁ ପଡ଼ି ଯାଉ ତୋର ଗଜ ଭେଣ୍ଡି ଆମକୁ ଦିନ ଭାଇର ବିଲିର ଖଡ଼ି ଇ ମା ପାଳରେ ଫୁଟିଲା ଛତୁ ପାଳରେ ଫୁଟିଲା ଛତୁ ତୋର ପତିକୁ ତାର ପତି ତମର ପୁତ୍ର ମୁତୁ ଗ୍ରାମର ମତି କେବେ ନାଚିବ ନା କି ନାହିଁ ନାଇଁ ଚିଙ୍ଗୁଡ଼ି ଭାଜିଲି ଚିକାରେ ରଖିଲି ବିଲେଇ ଖାଇଲା ଯାଇ ଚିଙ୍ଗୁଡ଼ି ଭାଜିଲି ଚିକାରେ ରଖିଲି ବିଲେଇ ଖାଇଲା ଯାଇ ଘଡ଼ିଆ ହେଲା ପଛରେ ପଡ଼ିଛି ମାଇ ପକରିବା ପାଇଁ ଭାଇର ବିଲିର ଖଡ଼ି ବିଲିର ଖଡ଼ି ଠେକି ଉପରେ ଠେକି ତୁ କେତେ ଡରେଇଲେ ଡରବି ନାହିଁ ମୁଁ ବଇଲାଣି ଘର ଡଲଫିନ ଡଲଫିନ ଆସିଆ କୋଠି ଜାଣିଛୁ ଆଇଓ ଆରେ 7 ବର୍ଷରେ ଗୋପ ଥର ଧରି ଚିଙ୍ଗ ବିମେଦି ସପ୍ତାହୀ ହେଲା 7 ବର୍ଷରେ ଗୋପ ଥର ଧରି ଚିଙ୍ଗ ବିମେଦି ସପ୍ତାହୀ ହେଲା ଆଜ୍ଞା ରାଧାଙ୍କର ମାନ ଅଭିମାନ ଗୁମାନ ଭାଙ୍ଗିବା ପାଇଁ ହେଲେ ସେ ନଟକୁଡ଼ିଆ ନୁହନ୍ତି ଆଜ୍ଞା ସେ ଫଳ ନିଶ୍ଚିତ ଭାବେ ଗ୍ରହଣ କରିବେ ଆଜ୍ଞା ଶୁଣନ୍ତୁ ଶ୍ରୀକୃଷ୍ଣ ରାଧାଙ୍କର ମାନ ଅଭିମାନ ଗୁମାନ ଭାଙ୍ଗିବା ପାଇଁ ଏହିପରି ଆଜ୍ଞା ନାନା ପ୍ରକାର ହଟହଟା କରିଥିଲେ ବା ବେଶ ଧାରଣ କରିଥିଲେ ସେ ନଟକୁଡ଼ିଆ ନୁହନ୍ତି ହିଁ ବାବୁ